आकाशवाणी संवाद पढ़ुछंती चंदन घोष। मुख्य संवाद भुवनेश्वर स्थित ओडिशा कृषि और वैषयिक विश्वविद्यालय 40तम समावर्तन उत्सव में आज मुख्य अतिथि भाव जोगदेवे राष्ट्रपति। कुवेत गल्फ सहयोग परिषदर अध्यक्ष थिबा दृष्टिरू भारत सहित एहार संपर्क अधिक सशक्त होई परिबो बोली आशा व्यक्त कले प्रधानमंत्री। बीजेपी वरिष्ठ नेता देवेंद्र फडणवीस आज तृतीय थर लगी महाराष्ट्र मुख्यमंत्री भाव शपथ ग्रहण करेंगे एवं एशिया कप पुरुष जूनियर हॉकी 2024 प्रतियोगिता रे भारत चैंपियन। राष्ट्रपति द्रौपदी मुर्मू आज भुवनेश्वर स्थित ओडिशा कृषि और वैषयिक विश्वविद्यालय 40तम समावर्तन उत्सव में मुख्य अतिथि भाव जोगदेवे। यापर संध्यारे राष्ट्रपति भुवनेश्वर ठारे न्यायिक अदालतर नूतन अट्टालिका को उद्घाटन करेंगे। यह 5 महला विशिष्ट अट्टालिका 55टी अदालत प्रकोष्ठ सहित अत्याधुनिक सुविधा सुजोग उपलब्ध रही। आसंताकाली और शनिवार राष्ट्रपति श्रीमती मुर्मू मयूरभंज रे विभिन्न प्रकल्पर शिलान्यास और उद्घाटन करिवार कार्यसूची रही। ଏହି ଗସ୍ତ ଅବସରରେ ଶ୍ରୀମତୀ ମୁର୍ମୁ ତାଙ୍କର ଜନ୍ମସ୍ଥାନ ଉପରବେଡ଼ା ଗ୍ରାମବାସୀଙ୍କ ସହିତ ଭାବ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ଏତଦ୍‌ବ୍ୟତୀତ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ସେ ଆଲୋଚନା କରିବେ। ପରେ ରାଷ୍ଟ୍ରପତି ବାଙ୍ଗିରିପୋଷି ଗୋରୁମହିଷାଣୀ, ବୁର୍ମରା ଚକୁଳିଆ ଏବଂ ବାଦାମପାହାଡ଼ କେଉଁଝରଗଡ଼ ରେଳ ଲାଇନ୍, ଏକ ଜନଜାତି ଗବେଷଣା ଓ ବିକାଶ କେନ୍ଦ୍ର ସମେତ ଅନ୍ୟ କେତେକ ଜନକଲ୍ୟାଣକାରୀ ପ୍ରକଳ୍ପର ଶିଳାନ୍ୟାସ କରିବେ। ଅନ୍ୟପକ୍ଷରେ ଗତକାଲି ନୌସେନା ଦିବସ ଅବସରରେ ରାଷ୍ଟ୍ରପତି ପୁରୀର ବ୍ଲୁ ଫ୍ଲାଗ୍ ବେଳାଭୂମିରେ ଆୟୋଜିତ ଜାତୀୟ ସ୍ତରୀୟ ସମାରୋହରେ ଯୋଗଦେଇ ଉଦ୍ବୋଧନ ଦେଇଛନ୍ତି। ସେ କହିଛନ୍ତି ଦେଶକୁ 2047 ମସିହା ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ଆତ୍ମନିର୍ଭରଶୀଳ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏ କ୍ଷେତ୍ରରେ ସେନାବାହିନୀର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମହିଳା ସଶକ୍ତିକରଣ ଉପରେ ଆଲୋକପାତ କରି ଶ୍ରୀମତୀ ମୁର୍ମୁ କହିଛନ୍ତି ଭାରତୀୟ ନୌସେନା ମହିଳା ଅଗ୍ନିବୀରମାନଙ୍କୁ ପ୍ରଥମେ ସାମିଲ କରି ଏ କ୍ଷେତ୍ରରେ ଏକ ଉଦାହରଣ ସାଜିଛି। ଭାରତର 5000 ବର୍ଷ ପୁରୁଣା ନୌ ବାଣିଜ୍ୟ ସମୃଦ୍ଧ ପରମ୍ପରା ରହିଛି। ଦେଶରେ 63ଟି ସ୍ୱଦେଶୀ ଜ୍ଞାନକୌଶଳରେ ବୁଡ଼ାଜାହାଜ ନିର୍ମାଣ କରାଯାଇଛି। ବିପର୍ଯ୍ୟୟ ପରିଚାଳନା ହେଉ ଅଥବା ଆତଙ୍କବାଦ ମୁକାବିଲା, ନୌସେନା ସବୁବେଳେ ଦେଶକୁ ସୁରକ୍ଷା ଦେଇଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଏହି ଅବସରରେ ନୌସେନା ପକ୍ଷରୁ ବିଭିନ୍ନ ରଣକୌଶଳ ପ୍ରଦର୍ଶନ କରାଯାଇଥିଲା। ସୂଚନାଯୋଗ୍ୟ ଗତ ମଙ୍ଗଳବାରଠାରୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ 5 ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। କୁଏତ ଗଲ୍ଫ ସହଯୋଗ ପରିଷଦର ଅଧ୍ୟକ୍ଷ ଥିବା ଦୃଷ୍ଟିରୁ ଭାରତ ସହିତ ଏହାର ସମ୍ପର୍କ ଅଧିକ ସଶକ୍ତ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଶା ବ୍ୟକ୍ତ କରିଛନ୍ତି। ଗତକାଲି କୁଏତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଅବଦୁଲ୍ଲା ଆଲି ଅଲ୍ ୟାହ୍ୟା ପ୍ରଧାନମନ୍ତ୍ରୀଙ୍କୁ ନୂଆଦିଲ୍ଲୀସ୍ଥିତ ସରକାରୀ ବାସଭବନରେ ସାକ୍ଷାତ କରିବା ଅବସରରେ ଶ୍ରୀ ମୋଦି ଏହା କହିଛନ୍ତି। ଉଭୟ ନେତା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, ଶକ୍ତି, ବୈଷୟିକ ଜ୍ଞାନକୌଶଳ, ସଂସ୍କୃତି ଏବଂ ଜନସମ୍ପର୍କକୁ ଅଧିକ ସୁସଂହତ କରିବା ଦିଗରେ ଆଲୋଚନା କରିଥିଲେ। ସେହିଭଳି ପଶ୍ଚିମ ଏସିଆର ସଦ୍ୟତମ ସ୍ଥିତି ସମ୍ପର୍କରେ ମତ ବିନିମୟ କରିବା ସହିତ ଏହି ଅଞ୍ଚଳରେ ଶାନ୍ତି, ସୁରକ୍ଷା ଓ ସ୍ଥିରତା ବଜାୟ ରଖିବା ଉଦ୍ଦେଶ୍ୟରେ ସମର୍ଥନ ଯୋଗାଇ ଦେବାକୁ ଉଭୟ ନେତା ସହମତ ହୋଇଛନ୍ତି। ଏତଦ୍‌ବ୍ୟତୀତ କୁଏତରେ ବସବାସ କରୁଥିବା 10 ଲକ୍ଷରୁ ଉର୍ଦ୍ଧ୍ୱ ଭାରତୀୟଙ୍କର ଉପଯୁକ୍ତ ଯତ୍ନ ନେଉଥିବା ଦୃଷ୍ଟିରୁ ଶ୍ରୀ ମୋଦି କୁଏତର ନେତୃବୃନ୍ଦଙ୍କୁ ଧନ୍ୟବାଦ ଜଣାଇଛନ୍ତି। କୁଏତ ସହିତ ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କକୁ ସଶକ୍ତ କରିବା ଦିଗରେ ଭାରତ ପ୍ରତିଶ୍ରୁତିବଦ୍ଧ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି। ଗତକାଲି ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ଡକ୍ଟର ଜୟଶଙ୍କର ତାଙ୍କର କୁଏତ ପ୍ରତିପକ୍ଷ ଅବଦୁଲ୍ଲା ଆଲି ଅଲ୍ ୟାହ୍ୟାଙ୍କ ସହିତ ଦୁଇ ଦେଶ ମଧ୍ୟରେ ବହୁବିଧ କ୍ଷେତ୍ରରେ ଥିବା ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ଆଲୋଚନା କରିଥିଲେ। ଏହି ଅବସରରେ ଦୁଇ ନେତା ସମ୍ପ୍ରତି ପଶ୍ଚିମ ଏସିଆର ସଦ୍ୟତମ ସ୍ଥିତି ଏବଂ ଭାରତର ଗଲ୍ଫ ସହଯୋଗ ପରିଷଦ ସହିତ ସମ୍ପର୍କ ଉପରେ ମଧ୍ୟ ମତ ବିନିମୟ କରିଛନ୍ତି। ଡକ୍ଟର ଜୟଶଙ୍କର କହିଛନ୍ତି ଭାରତ ଏବଂ କୁଏତ ମଧ୍ୟରେ ବହୁ ବର୍ଷ ଧରି ସମ୍ପର୍କ ରହିଆସିଛି। 2047 ମସିହା ସୁଦ୍ଧା ବିକଶିତ ଭାରତ ଏବଂ 2035 ସୁଦ୍ଧା ନୂତନ କୁଏତ ଲକ୍ଷ୍ୟ ହାସଲ ଦ୍ୱାରା ଦୁଇ ଦେଶର ଉଚ୍ଚ ଆକାଂକ୍ଷା ପୂର୍ଣ୍ଣ ହୋଇପାରିବ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ସେ କହିଛନ୍ତି କୁଏତରେ ବସବାସ କରୁଥିବା ଭାରତୀୟମାନେ ଦୁଇ ଦେଶ ମଧ୍ୟରେ ଏକ ଜୀବନ୍ତ ସେତୁ ଭାବେ କାର୍ଯ୍ୟ କରୁଛନ୍ତି। କୁଏତର ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଭାରତ କୁଏତ ମଧ୍ୟରେ ବହୁ ବର୍ଷ ଧରି ରହିଆସିଥିବା ଏହି ସମ୍ପର୍କ ବର୍ତ୍ତମାନ ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀରେ ପରିଣତ ହୋଇଛି। ବିଭିନ୍ନ କ୍ଷେତ୍ରରେ ଭାରତ
କୁଏତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ଭାବେ କାର୍ଯ୍ୟ କରିଆସୁଛି। ଖାଦ୍ୟ ସୁରକ୍ଷା ଏବଂ ସାଇବର ସୁରକ୍ଷା ଦୁଇ ଦେଶ ମଧ୍ୟରେ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। କୁଏତ ସରକାର ଏହା ଉପରେ ପ୍ରାଥମିକତା ଦେଇ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ଅବଦୁଲ୍ଲା କହିଛନ୍ତି। ଏହି ଅବସରରେ ଦୁଇ ଦେଶ ମଧ୍ୟରେ ସହଯୋଗ ଲାଗି ବୈଦେଶିକ ମନ୍ତ୍ରୀ ସ୍ତରୀୟ ଏକ ଯୁଗ୍ମ ଆୟୋଗ ଗଠନ କରିବା ଉଦ୍ଦେଶ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ ପ୍ରୋବା-3 ମିଶନ ଅନ୍ତର୍ଗତ ଆଜି ଅପରାହ୍ନ 4:12 ସମୟରେ ଶ୍ରୀହରିକୋଟାସ୍ଥିତ ସତୀଶ ଧବନ ମହାକାଶ କେନ୍ଦ୍ରରୁ PSLV-C-59ର ଉତ୍କ୍ଷେପଣ କରିବ। ପ୍ରୋବା-3 ମହାକାଶ ଯାନରେ ଗତକାଲି ତ୍ରୁଟି ପରିଲକ୍ଷିତ ହେବାରୁ ଏହାର ଉତ୍କ୍ଷେପଣ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଥିଲା। ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ଫଡନାବିସ୍ ଆଜି ତୃତୀୟ ଥର ଲାଗି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ୍ ଆଜି ଅପରାହ୍ନ 5:30 ସମୟରେ ମୁମ୍ବାଇର ଐତିହାସିକ ଆଜାଦ ମଇଦାନଠାରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ଶ୍ରୀ ଫଡନାବିସ୍ଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ଗତକାଲି ବିଜେପି ସଂସଦୀୟ ଦଳର ନେତା ଭାବେ ଶ୍ରୀ ଫଡନାବିସ୍ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିଲେ। ପରେ ସେ ତାଙ୍କର ସହଯୋଗୀ ଦଳ ଶିବସେନା ମୁଖ୍ୟ ଏକନାଥ ସିନ୍ଦେ ଓ ଏନ୍ସିପି ମୁଖ୍ୟ ଅଜିତ ପାୱାରଙ୍କ ସହିତ ରାଜ୍ୟପାଳଙ୍କୁ ଭେଟିଥିଲେ। ପୂର୍ବରୁ ରାଜ୍ୟପାଳ ରାଜ୍ୟରେ ନୂତନ ସରକାର ଗଠନ କରିବା ଲାଗି ଶ୍ରୀ ଫଡନାବିସ୍ଙ୍କୁ ନିମନ୍ତ୍ରଣ କରିଥିଲେ। ଆଜିର ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଏନ୍ଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଏବଂ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟପାଳଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇ ଶ୍ରୀ ଫଡନାବିସ୍ କହିଛନ୍ତି, ଶିବସେନା ଓ ଏନ୍ସିପି ବ୍ୟତୀତ ରାଷ୍ଟ୍ରୀୟ ସମାଜ ପକ୍ଷ, ଜନସୁରାଜ୍ୟ ଶକ୍ତି ପାର୍ଟି, ଯୁବ ସ୍ୱାଭିମାନ ପକ୍ଷର ରବି ରାଣା ଏବଂ ଅନ୍ୟ 2 ଜଣ ସ୍ୱାଧୀନ ବିଧାୟକ ତାଙ୍କୁ ସମର୍ଥନ ଦେଉଛନ୍ତି। ଚଳିତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ 228 ଆସନରୁ ବିଜେପି ଏକାକୀ 132ରେ ବିଜୟୀ ହୋଇଛି ବୋଲି ଶ୍ରୀ ଫଡନାବିସ୍ ଗଣମାଧ୍ୟମକୁ କହିଛନ୍ତି। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆଜି ତାଙ୍କର କ୍ୟାବିନେଟ୍ ସମ୍ପ୍ରସାରଣ କରିବେ। ଏହି ସମ୍ପ୍ରସାରଣ ଫଳରେ ମୋଟ 11 ଜଣ ମନ୍ତ୍ରିମଣ୍ଡଳରେ ସାମିଲ ହେବେ। ଅପରାହ୍ନ 12:30ରେ ରାଞ୍ଚିସ୍ଥିତ ରାଜଭବନଠାରେ ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାର ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ଜେଏମ୍ଏମ୍ର 6 ଜଣ, କଂଗ୍ରେସର 4 ଜଣ ଓ ଆର୍ଜେଡିର ଜଣେ ସଦସ୍ୟ ଆଜି ମନ୍ତ୍ରୀ ଭାବେ ଶପଥ ନେବେ। ପ୍ରଧାନମନ୍ତ୍ରୀ ଗ୍ରାମୀଣ ଡିଜିଟାଲ ସାକ୍ଷରତା ଅଭିଯାନ ଅଧୀନରେ ସରକାର 6,39 ଲକ୍ଷ ବ୍ୟକ୍ତିଙ୍କୁ ତାଲିମ ପ୍ରଦାନ କରିଛନ୍ତି। ଗତକାଲି ଲୋକସଭାରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦେଶର ଗ୍ରାମାଞ୍ଚଳରେ ଡିଜିଟାଲ ସାକ୍ଷରତାକୁ ପ୍ରୋତ୍ସାହିତ କରିବା ଲାଗି କେନ୍ଦ୍ର ସରକାର ଅନେକ ଅଭିଯାନ ଆରମ୍ଭ କରିଛନ୍ତି। ଭାରତ ବର୍ତ୍ତମାନ ବିଶ୍ୱର ସୂଚନା ପ୍ରଯୁକ୍ତି ଦକ୍ଷତାର ରାଜଧାନୀ ଭାବେ ଉଭା ହୋଇଛି ବୋଲି ଶ୍ରୀ ପ୍ରସାଦ କହିଛନ୍ତି। ଭୁଟାନର ରାଜା ଜିଗ୍ମେ ଖେସାର ନାମଗେଲ ୱାଙ୍ଗଚୁକ୍ ଓ ରାଣୀ ଜେକ୍ସାନ୍ ପେମା ୱାଙ୍ଗଚୁକ୍ ଆଜିଠାରୁ 2 ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ସମୟରେ ଭୁଟାନର ରାଜା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହିତ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଭାରତ ଓ ଭୁଟାନ ମଧ୍ୟରେ ବିଶ୍ୱାସ ଏବଂ ଆପୋଷ ବୁଝାମଣା ଉପରେ ପର୍ଯ୍ୟବେସିତ ଏକ ଅନନ୍ୟ ବନ୍ଧୁତ୍ୱ ଓ ସହଯୋଗ ରହିଆସିଛି। ଭୁଟାନ ରାଜାଙ୍କର ଏହି ଗସ୍ତ ଅବସରରେ ଦୁଇ ପକ୍ଷ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଥିବା ଭାଗିଦାରୀ ଏବଂ ସହଯୋଗକୁ ଅଧିକ ସଶକ୍ତ କରିବା ସହିତ ସମୀକ୍ଷା କରିବାର ସୁଯୋଗ ମିଳିବ ବୋଲି ଆଶା କରାଯାଉଛି। ଏସିଆ କପ୍ ପୁରୁଷ ଜୁନିୟର ହକି 2024 ପ୍ରତିଯୋଗିତାରେ ଭାରତ ଚାମ୍ପିୟନ ହୋଇଛି। ଗତକାଲି ମୁସ୍କାଟଠାରେ ଅନୁଷ୍ଠିତ ଫାଇନାଲ ମ୍ୟାଚ୍ରେ ଭାରତ ତାର ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ 5-3 ଗୋଲ୍ରେ ପରାସ୍ତ କରିଛି। ଭାରତ ପକ୍ଷରୁ ଅରିଜିତ ସିଂ ହୁନ୍ଦଲ 4ଟି ଗୋଲ୍ ଦେଇଥିବା ବେଳେ ଦିଲରାଜ ସିଂ ଅନ୍ୟ ଏକ ଗୋଲ୍ ଦେଇଥିଲେ। ସେହିଭଳି ପାକିସ୍ତାନ ପକ୍ଷରୁ ସୁଫିଆନ ଖାନ 2ଟି ଓ ହନଦ ସାହିଦ ଅନ୍ୟ ଗୋଲ୍ଟି ଦେଇଥିଲେ। ଏହି ବିଜୟ ସହିତ ଭାରତ ପଞ୍ଚମ ଥର ଲାଗି ଏହି ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ହୋଇଛି। ପୂର୍ବରୁ 2004, 2008, 2015 ଓ 2023 ମସିହାରେ ଭାରତ ଚାମ୍ପିୟନ ହୋଇଥିଲା। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ହକି ଇଣ୍ଡିଆ କହିଛି, ଭାରତୀୟ ହକି ଦଳ ପ୍ରତିଯୋଗିତାର ପ୍ରତ୍ୟେକ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦିତ କରିଥିବାରୁ ପୁଣି ଥରେ ଏସିଆ ମହାଦେଶରେ ସେମାନେ ସର୍ବୋଚ୍ଚ ସ୍ଥାନ ବଜାୟ ରଖିପାରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର 40ତମ ସମାବର୍ତ୍ତନ ଉତ୍ସବରେ ଆଜି ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି। କୁଏତ ଗଲ୍ଫ ସହଯୋଗ ପରିଷଦର ଅଧ୍ୟକ୍ଷ ଥିବା ଦୃଷ୍ଟିରୁ ଭାରତ ସହିତ ଏହାର ସମ୍ପର୍କ ଅଧିକ ସଶକ୍ତ ହୋଇପାରିବ ବୋଲି ଆଶାବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ। ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ଫଡନାବିସ୍ ଆଜି ତୃତୀୟ ଥର ଲାଗି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଏବଂ
एशिया कप पुरुष जूनियर हॉकी 2024 प्रतियोगितार भारत चैंपियन। संवाद शेष है। अधिक संवाद पाई आपण माने newsonair.gov.in वेबसाइट एवं न्यूज ऑन एयर ऐप रे लॉगिन करि परिबे।